ଶୁଣନ୍ତୁ ଆମର ବସ୍ ଗୁଡ଼ାକ ବହୁତ ପୁରୁଣା ବସ୍ ଗୁଡ଼ାକ ଯେଉଁ ସରକାରଙ୍କ ନିୟମ ହେଲା ସ୍କ୍ରାପ୍ ପଲିସିରେ 15 ବର୍ଷିଆ ଗାଡ଼ି ଆଉ ଚାଲିପାରିବନି ରାସ୍ତାରେ। ଆମର ଏଇଠିର କିଛି ମାଲିକ ଜୟପୁରର 15 ବର୍ଷିଆ ଗାଡ଼ି ଗୁଡ଼ାକୁ ଶସ୍ତା ଦାମରେ କିଣିକିରି ତାକୁ ନୂଆ ନମ୍ବର ନୂଆ ଚେସିସ୍ ନମ୍ବର ଲଗେଇକି କୋରାପୁଟ ଆର୍ଟିଓ ରେଜିଷ୍ଟ୍ରେସନ କରି ନ୍ୟୁ ମଡ଼େଲ ଯେଉଁଟାକି ସୋରୁମ୍ରୁ ଆପଣ କିଣିଲେ 5 ଟନ୍ର ହେବେ ସେଇଭଳି ଭାବରେ 5 ଟନ୍ର ହେଇକିରି ସେ ଗାଡ଼ି ଗୁଡ଼ାକୁ ଜୟପୁରରେ ଚଳାଚଳ କରୁଛନ୍ତି। ଏହା ବିରୁଦ୍ଧରେ ଆମେ ନଭେମ୍ବର ମାସରେ ଲିଖିତ ଆକାରରେ ଥାନା ଗୋଟେ କମ୍ପ୍ଲେଣ୍ଟ ଦେଲୁ। ସେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ତା ପରବର୍ତ୍ତୀ ସମୟରେ ଆମେ ଅନଲାଇନ୍ କମ୍ପ୍ଲେଣ୍ଟ ମଧ୍ୟ ଦେଲୁ, କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲା ନାହିଁ। ତାପରେ ଆମେ ଆର୍ଟିଓ କଲେକ୍ଟରଙ୍କୁ ଏହା ବିଷୟରେ ଅବଗତ କରାଇଲୁ। ଆର୍ଟିଓ ସାର୍ ତାର ଆକ୍ସନ୍ ନେଇକିରି ସେ ଗାଡ଼ି ଗୁଡ଼ାକ ଉପରେ ମ୍ୟାନୁଫ୍ୟାକ୍ଚରିଂ କମ୍ପାନୀକୁ ପଚାରିଲେ ଯେ ଗାଡ଼ି ଗୁଡ଼ା ମ୍ୟାନୁଫ୍ୟାକ୍ଚର ହେଇନାହିଁ ବୋଲି କମ୍ପ୍ଲେଣ୍ଟ ଯେତେବେଳେ ଆସିଲା ରିପୋର୍ଟ ଆସିଲା ପରେ ଆର୍ଟିଓ ସାର୍ ତାକୁ କ'ଣ କଲେ କ୍ୟାନସଲ୍ କରିଦେଲେ ସବୁ ଯାକ ଆର୍ସିକୁ। କିନ୍ତୁ ସେଇ ଗାଡ଼ି ଗୁଡ଼ାକ ହିଁ ପରିକ୍ରମା ପ୍ରକଳ୍ପରେ ଯେତେବେଳେ ପୁରୀ ଯାଇଥିଲା ସେ ଗାଡ଼ି ଗୁଡ଼ାକ ପଠାଇଲେ। ଏବେ ମଧ୍ୟ ସେ ମଧ୍ୟରୁ କେତେ ଗାଡ଼ି ଏବେ ମଧ୍ୟ ଚାଲିଛି, ଯଦ୍ୱାରା କି ଲୋକଙ୍କର ଜୀବନ ଆଉ ସରକାରଙ୍କର ସ୍କ୍ରାପ୍ ପଲିସିକୁ ପୁରା ଭଣ୍ଡୁର କରିଦେଉଛନ୍ତି କିଛି ମାଲିକ। ତା ବିରୁଦ୍ଧରେ ଏଫଆଇଆର୍ ଗ୍ରହଣ କରିବା ପାଇଁ ଆମେ କଲେକ୍ଟରଙ୍କ ପାଖରେ ଆଜି ଅଭିଯୋଗ ଦେବା ପାଇଁ ଆସିଛୁ। ବର୍ତ୍ତମାନ ଆମେ ଜାଣିବାରେ କୋରାପୁଟ ଜିଲ୍ଲାରେ 8-10 ଖଣ୍ଡ ଗାଡ଼ି, ରାୟଗଡ଼ା ଜିଲ୍ଲାରେ 50-100 ଗାଡ଼ି, ଏମିତି ଗଞ୍ଜାମରେ ମଧ୍ୟ ଅଛି। ପ୍ରାୟ ସାଉଥ୍ ଓଡ଼ିଶା ପୁରା କଭର କରୁଛି 400-500 ଗାଡ଼ି। ଦେଖନ୍ତୁ ଆଜ୍ଞା, ଯେଉଁ ଗାଡ଼ି କମ୍ପାନୀରୁ ମ୍ୟାନୁଫ୍ୟାକ୍ଚର ହେଇନାହିଁ ତାର ଲିଗାଲିଟି ଯଦି ନାହିଁ ଆର୍ସି କ୍ୟାନସଲ୍ ହେଇଗଲା ପରେ ଆମେ ଜାଣିଲେ ଯେ ଆର୍ସି କ୍ୟାନସଲ୍ ହେଲା, ସେ ଗାଡ଼ିର କିଛି ନାହିଁ। କିନ୍ତୁ ଯେଉଁମାନେ ଜାଣିନାହାନ୍ତି ସେ ଗାଡ଼ି ଆର୍ସି ଏବେ ମଧ୍ୟ ଭ୍ୟାଲିଡ୍ ଅଛି, ଗାଡ଼ି ଚାଲୁଛି, ପୁରୁଣା ଗାଡ଼ି, ତାହେଲେ କେମିତି ଜୀବନ ପ୍ରତି ସୁରକ୍ଷା ଅଛି? ମୁଁ ତ ଜାଣିବାର ଯେଉଁ 4ଟା ଗାଡ଼ି ମୁଁ କମ୍ପ୍ଲେଣ୍ଟ ଦେଇଥିଲି, ସେ 4ଟା ଗାଡ଼ି ଆର୍ସି କ୍ୟାନସଲ୍ ହେଲା ପରେ ସେ ଗାଡ଼ି ବର୍ତ୍ତମାନ ମଧ୍ୟ ଜୟପୁରରୁ ବିଜୟୱାଡ଼ା ଅଲଗା ନମ୍ବର ଲଗେଇକି ଆସୁଛି। ସେଇ ମାଲିକ ହିଁ ଅନ୍ୟ ମାଲିକ ନାଁ ଟ୍ରାନ୍ସଫର କରିକି ଅନ୍ୟ ମାଲିକ କରିକି ସେ ଜୟପୁର ବିଜୟୱାଡ଼ା ସେମ୍ ଗାଡ଼ି ହିଁ ଆସୁଛି, ଅଲଗା ଚେସିସ୍ ନମ୍ବର ଲାଗିଛି। ଏ ସ୍କାମ୍ଟା ତ କୋରାପୁଟ, ଗଞ୍ଜାମ, ରାୟଗଡ଼ା ଚାଲିଛି, 4ଟା ଜିଲ୍ଲାରେ ଚାଲିଛି।